ଆଜି ହେଉଛି ପବିତ୍ର ରାମନବମୀ। ଗ୍ରହମାନଙ୍କର ପରିବର୍ତ୍ତନ କାରଣରୁ ବ୍ୟକ୍ତି ଜୀବନରେ ପରିବର୍ତ୍ତନ ଆସିଥାଏ। ଆଜିର ଦିନରେ ରାଶିଚକ୍ରର ବିଶେଷ ମହତ୍ତ୍ୱ ରହିଛି। ତେବେ ମହାସଂଯୋଗ କାରଣରୁ କିଛି ରାଶି ମାନଙ୍କର ଭାଗ୍ୟ ପବିତ୍ର ରାମନବମୀରେ ବଦଳିବାକୁ ଯାଉଛି ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଏହି ରାଶିମାନଙ୍କ ଜୀବନରେ ଭଗବାନ ଶ୍ରୀରାମଙ୍କ ଚନ୍ଦ୍ରଙ୍କ କୃପାରୁ ଅନେକ ସାରା ଖୁସିର ଆଗମନ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ଦର୍ଶକ ବନ୍ଧୁ, ବୃଷ ରାଶି। ଏହି ରାଶିର ଲୋକମାନଙ୍କ ସମୟ ପବିତ୍ର ରାମନବମୀ ଠାରୁ ପରିବର୍ତ୍ତନ ହେବାକୁ ଯାଉଛି। କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ। ଲମ୍ବା ସମୟ ଧରି ଆପଣ ଯେଉଁ ସମସ୍ୟାରେ ଘେରି ରହିଥିଲେ ତାହା ଦୂର ହେବ। ରାଜଯୋଗ କାରଣରୁ ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ, ଯାହା ଆପଣଙ୍କୁ ଉନ୍ନତି ଆଡ଼କୁ ନେଇଯିବ। ନୂଆ ନୂଆ ମିତ୍ର ସ୍ଥାପନ ହେବେ। ବେପାରୀଙ୍କ ପାଇଁ ସମୟ ଶୁଭ ସମୟ ରହିବ। ଦର୍ଶକ ବନ୍ଧୁ, କନ୍ୟା ରାଶି। ଆପଣଙ୍କ ପାଇଁ ଏହି ରାଜଯୋଗ ଶୁଭ ଫଳ ପ୍ରଦାନ କରିବ। ଦାମ୍ପତ୍ୟ ଜୀବନରେ ଯାହା ସମସ୍ୟା ରହିଥିଲା ତାହା ଦୂର ହେବ। ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ। ଏହି ସମୟରେ ଆପଣଙ୍କୁ କୌଣସି ଶୁଭ ଖବର ପ୍ରାପ୍ତ ହୋଇପାରେ, ଯାହାର ଅପେକ୍ଷା ଆପଣ ଦୀର୍ଘ ଦିନରୁ କରିଛନ୍ତି। ଧନ ଲାଭର ଯୋଗ ରହିଛି। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ। ଦର୍ଶକ ବନ୍ଧୁ, ମିଥୁନ ରାଶି। ଏହି ରାଜଯୋଗ କାରଣରୁ ଆପଣଙ୍କର ଖୁବ୍ ଭଲ ସମୟର ଆଗମନ ହେବାକୁ ଯାଉଛି। ଆପଣଙ୍କର ଭାଗ୍ୟର କବାଟ ଖୋଲିବାକୁ ଯାଉଛି। ଶୁଭ ସମୟର ଆଗମନ ହେବାକୁ ଯାଉଛି। ଆପଣ ଯେଉଁ କାମ କରିବାକୁ ଯାଉଛନ୍ତି ତାହା ପୂରା ହେବ। ଚାକିରି ଓ ବେପାର କ୍ଷେତ୍ରରେ ଲାଭବାନ ହେବେ। ଦୁଇଟି କ୍ଷେତ୍ରରେ ହେବ। ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ। ଲୋକମାନେ ଆପଣଙ୍କ ଠାରୁ ଶିକ୍ଷା ଲାଭ କରିବେ। ଦର୍ଶକ ବନ୍ଧୁ, କୁମ୍ଭ ରାଶି। ଆପଣଙ୍କ ପାଇଁ ସମୟ ଶୁଭଦାୟକ ରହିବ। ବେପାର କ୍ଷେତ୍ରରେ ଅଧିକ ଧନ ଲାଭ ହେବ। ଆପଣଙ୍କର କଳାତ୍ମକ ଓ ସୃଜନାତ୍ମକ କ୍ଷେତ୍ରରେ ଅଚାନକ ବୃଦ୍ଧି ହେବ, ଯାହା ଆପଣ ନିଜେ ଅନୁଭବ କରିବେ। ଏହି ଯୋଗ କାରଣରୁ ଆପଣଙ୍କର ଧନଜନିତ ସମସ୍ୟା ଦୂର ହେବ। ଦର୍ଶକ ବନ୍ଧୁ, ମୀନ ରାଶି। ଆପଣଙ୍କର ଆଗାମୀ ସମୟ ଫଳଦାୟକ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ଥିବା ବାଧା ବିଘ୍ନ ଦୂର ହେବ। ସମସ୍ୟାର ସମାଧାନ ହେବ। ବେପାର କ୍ଷେତ୍ରରେ ଲାଭବାନ ହେବେ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ, ଯାହା ପାଇଁ ଆପଣ ପ୍ରତ୍ୟେକଟି କ୍ଷେତ୍ରରେ ସଫଳ ହେବେ। ନମସ୍କାର।